ओढ़णी धारावाहिक आपण मैंने देखिए भद्रा कहे ए झील सत कह तू कौन लुचेबा चेष्टा करुचु नहले आज ए बंधुक तो खपुरी उड़ेदेवे। ମାନସୀ କହିବେ ରହିଯାଆନ୍ତୁ ମା ଠାକୁରାଣୀ। କନ୍ୟା ତ ସବୁବେଳେ ମୁଣ୍ଡରେ ଓଢ଼ଣା ଦେଇ ବସିଥିଲା, ତାହେଲେ ସେ କେମିତି ଜାଣିବ ଏ ଘରକୁ କିଏ ଆସୁଛି କିଏ ଆସୁନି? ତା ଛଡ଼ା ପୂର୍ବେ କାହା ସାଥିରେ କଥା ହେବାର କିଏ ଦେଖିଛନ୍ତି କି? ତାହେଲେ ତାକୁ ଆପଣ ଦୋଷ କେମିତି ଦେଇପାରୁଛନ୍ତି? ତାପରେ ତାଙ୍କ ବାପା ମା ତାକୁ ବିକ୍ରି କରିଦେଇଥିଲେ, ସେଥିପାଇଁ ହୁଏତ ଅଭିମାନରେ ସେ ତାଙ୍କ ସହିତ କଥା ହେଇନଥିବ। ଆଉ ଓଢ଼ଣା ତଳେ ସେ ଯେତେବେଳେ କିଛି ଦେଖିପାରୁନଥିଲା, ତାହେଲେ ସେ କେମିତି ଜାଣିବ କିଏ ଆସିଛନ୍ତି? ତାର କିଛି ବି ଭୁଲ ନାହିଁ। ଜ୍ୟୋତି କହିବେ ମା ଠାକୁରାଣୀ ଏସବୁ ମିଛ କଥା। ମୋହିନୀ କହିବେ ଆରେ ଚୁପ୍ କର ତୁ ତ ହେଉଛୁ ଏକ ନମ୍ବର ମିଛେଇ। ତୋ ସାଙ୍ଗରେ ଜୀବନକୁ ବି ମିଶେଇ ଦେଲୁ, ଆଉ ଦି ଜଣ ଯାକ ମିଶିକି ମୋ ଜୀବନକୁ ନଷ୍ଟ କରିବାକୁ ଚାହୁଁଛ। ରଘୁବୀର କହିବେ ଭାଇ ଏବେ ତମ ପୁଅ ଯୋଉ ଭୁଲ କରିଛି ସେଥିପାଇଁ ତମେ ତାକୁ କି ଦଣ୍ଡ ଦବ? ରାଣା କହିବେ ମୋ ଜୀବନ କେବେ କିଛି ଭୁଲ କରିପାରିବନି। ମୋହିନୀ କହିବେ ଆରେ ତମେ ଦି ଜଣ ଏବେ କାହିଁକି ଝଗଡ଼ା କରୁଛ? ଏବେ ତ ସବୁ ଭୁଲ ଜୀବନର। ଜୀବନ କହିବେ ପବନ ମୋ କଥା ଟିକେ ବୁଝିବାକୁ ଚେଷ୍ଟା କର, ମୁଁ ଯାହା ବି କରୁଛି ତୋ ଭଲ ପାଇଁ କରୁଛି। ପବନ କହିବେ ବାସ୍ ଭାଇ ବାସ୍, ବହୁତ ହେଇଗଲା ତମ ଡ୍ରାମା। ତମ ଜାଗାରେ ଯଦି ଆଉ କିଏ ଥାନ୍ତା ନା, ତାହେଲେ ମୋ ହାତରେ କିଛି ଗୋଟେ ଭୁଲ ହେଇଯାଇଥାନ୍ତା। ରାଣା କହିବେ ଆରେ ଛାଡ଼ ତାକୁ। ରଘୁ କହିବେ ଭାଇ ତମେ ମଝିରେ ପଶିବାକୁ ଜମା ବି ଚେଷ୍ଟା କରନି, ନହେଲେ କିଛି ବି ଠିକ ହବନି। ସନ୍ଧ୍ୟା କହିବେ ଆରେ ତମେ ଦି ଜଣ କାହିଁକି ଝଗଡ଼ା କରୁଛ? ମୋହିନୀ କହିବେ ଆରେ ଅପା ତମ ପୁଅ କେବେ ବି ବଡ଼ ଭାଇର କର୍ତ୍ତବ୍ୟ କରିଛି ନା କରିବ? ତମେ ଦି ଜଣ ତାକୁ ସବୁବେଳେ ମୁଣ୍ଡରେ ବସେଇକି ରଖିଥା। ଜୀବନ କହିବେ ଦେଖ ପବନ, ମୁଁ ମାନୁଛି ମୁଁ ଭୁଲ କରିଛି, ହେଲେ ମୁଁ ଏସବୁ କେବଳ ତ ଭଲ ପାଇଁ କରୁଛି। ପବନ କହିବେ ବହୁତ ହେଇଗଲା। ଜ୍ୟୋତି କହିବେ ଏ କଣ ପବନ ବାବୁ, ଯୋଉ ବଡ଼ ଭାଇ ତମକୁ ହାତ ଧରିକି ଚାଲିବା ଶିଖେଇଛନ୍ତି ତମେ ତାଙ୍କ ବେକ ଧରିଦେଲ। ପବନ କହିବେ ଆରେ ଇଏ ମତେ ଧୋକା ଦେଇଛନ୍ତି, ମୋ ହୃଦୟରେ ଆଘାତ ଦେଇଛନ୍ତି, ଆଉ ତମେ ଏସବୁରେ ପଶିବା ବନ୍ଦ କର ଜ୍ୟୋତି ଭାଉଜ, କାରଣ ମୁଁ ଏସବୁ ଆଉ ସହିପାରୁନି। ଜ୍ୟୋତି କହିବେ ପବନ ବାବୁ ଦୟାକରି ମତେ ଥରେ ବୁଝିବାକୁ ଚେଷ୍ଟା କର, ଏ ଦି ଜଣ ପ୍ରକୃତରେ କିଏ ପୂର୍ବିର ବାପା ମା ନା ନୁହେଁ ମତେ ଥରେ ଜାଣିବାକୁ ସୁଯୋଗ ଦିଅ। ଏ ଗାଁରେ ଥରେ ପଚାରିଦେଲେ ସବୁ ସତ ଜଣା ପଡ଼ିଯିବ। ପବନ କହିବେ କିଛି ବି ଦରକାର ନାହିଁ, ମୋର ତାଙ୍କ ଉପରେ ଭରସା ଅଛି, ଆଉ ତମେ ମୋ ମାମଲାରୁ ଦୂରେଇକି ରୁହ ଭାଇ। ଜ୍ୟୋତି କହିବେ ପବନ ବାବୁ ତମେ ଏ ଘରେ ପାଚେରୀ ତିଆରି କରିବାକୁ କାହିଁକି ଚେଷ୍ଟା କରୁଛ? ମାନସୀ କହିବେ ଏ ପରିବାରରେ ଏ କଥା ଆଜି ଯାଏ ଘଟି ଆସିଛି, ଆଉ ଆଗକୁ ବି ଘଟିବ। ଜୀବନ ବାବୁଙ୍କ କଥା ସମସ୍ତଙ୍କୁ ମାନିବାକୁ ହିଁ ପଡ଼ିବ। ଏହାପରେ ପବନ ରାଣୀ ଘର ମଝିରେ ଗାର ଟାଣିଦେବେ, ଆଉ କହିବେ ଏବେ ଏ ପରିବାର ଗୋଟେ ହେଇକି ନାହିଁ। ଭଦ୍ରା କହିବେ ଶୁଣ ପବନ, ତୁ ଯାହା ବି ଚାହୁଁଛୁ ସେମିତି କିଛି ବି ହବନି। ପବନ କହିବେ ତାହେଲେ ମୁଁ ଏ ଘର ଛାଡ଼ି ଚାଲିଯିବେ। ଜ୍ୟୋତି କହିବେ ନାଇଁ ତମେ ଯାଇପାରିବନି। ଜୀବନ କହିବେ ରହ, ତୋର ଏ ଘର ଛାଡ଼ି ଯିବା କିଛି ବି ଆବଶ୍ୟକତା ନାହିଁ। ଏ ଘର ଯେତିକି ମୋର ସେତିକି ତୋର। ପବନ କହିବେ ତାହେଲେ ଠିକ ଅଛି, ତମେ ଏ ଗାର ନେଇ ଏପଟକୁ ଆସିବନି କି ମୁଁ ଏ ଗାର ନେଇ ସେପଟକୁ ଯିବିନି। ଭଦ୍ରା କହିବେ ଏ ଘର ମୋର, ଆଉ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତମେ ମାନେ ତାକୁ ଭାଗ କରିପାରିବନି। ମାନସୀ ଭାବିବେ ଯେମିତି ଭାବିଥିଲି ତାଠୁ ଅଧିକ ଭଲ ହେଲା, ଘର ମଝିରେ ଗାର ଟାଣିଦେଲି, ଆଉ ଖୁବ ଶୀଘ୍ର ଏ ଗାରରେ ମୁଁ ପାଚେରୀ ଛିଡ଼ା କରେଇଦେବି, ଆଉ ସବୁ କିଛି ମୋ ହିସାବରେ ହଉଛି। ଏପଟେ ଜୀବନ ତାଙ୍କ ରୁମକୁ ଆସିବେ, ଆଉ କହିବେ ପବନ ମୋ ଉପରେ ଏତେ ରାଗିଛି ଯେ ଏ ଘରକୁ ଭାଗ କରିଦେଲା। ଆଗରୁ ବହୁତ କଷ୍ଟ ଏ ପରିବାର ସହି ଆସିଛି, ହେଲେ ସବୁବେଳେ ଏକାଠି ରହିକି ସାମ୍ନା କରିଛି, ହେଲେ ଆଜି ଜ୍ୟୋତି କହିବେ ସାନ ବାବୁ ମୁଁ ଏ ପରିବାରକୁ କେବେ ବି ଭାଙ୍ଗିବାକୁ ଦେବିନି। ଏପଟେ ପୂର୍ବୀ ଆସି କହିବେ ତମେ ମତେ ଆଜି ବଞ୍ଚେଇଲ କଣ ପାଇଁ? ମାନସୀ କହିବେ ତୁ ସମ୍ପର୍କରେ ସିନା ମୋ ସଉତୁଣୀ ହବୁ, ହେଲେ କାମ ପୁରା ମୋ ସାନ ଭଉଣୀ ଭଳିଆ କରିଛୁ। ଯାହା ବି ହେଇଯାଉ ଏ ପରିବାରକୁ ମୁଁ କେବେ ବି ଏକାଠି ରହିବାକୁ ଦେବିନି, ଭାଙ୍ଗିକି ଚୁରମାର କରିଦେବି, ଆଉ ଏ କାମରେ ତୁ ମୋ ସାଥ ଦବୁ। ପୂର୍ବେ ଭାବିବେ ତୁ ଏ ପରିବାରକୁ ଭାଙ୍ଗିଦେ, ଆଉ ମୁଁ ଜୀବନକୁ ଶେଷ କରିଦେବି। ଏପଟେ ଜ୍ୟୋତି ପୁଣି ଥରେ ଜୀବନକୁ ନେଇ ସ୍ୱପ୍ନ ଦେଖିବେ, ଆଉ ସେ ହଲକୁ ଆସି ଥିବା ଗାରକୁ ଲିଭେଇବାକୁ ଚେଷ୍ଟା କରିବେ। ଏହି ସମୟରେ
ପୂର୍ବୀ ଆସି ସେଠି କିରୋସିନ ଢାଳି ନିଆଁ ଲଗେଇଦେବେ ଆଉ ଜୀବନଙ୍କ ଫଟୋକୁ ପୋଡ଼ିଦେବେ। ଜ୍ୟୋତି ଯାଇ ପୂର୍ବୀଙ୍କୁ ଏକ ଶକ୍ତ ଚାପୁଡ଼ା ମାରିବେ। ପୂର୍ବୀ କହିବେ, ତୁ ମୋ ଉପରେ ରାଗ ସୁଝେଇଲେ କଣ ହବ ଜ୍ୟୋତି? ତୁ ଏ ଗରିବ ଲୋକଙ୍କ ସାମ୍ନାରେ କେମିତି ପ୍ରମାଣ କରିବୁ ଯେ ମୁଁ ହଉଛି ସେଇ ଝିଅ ଯିଏ ତୋ ଜୀବନର ଜୀବନ ନେବାକୁ ଚାହୁଁଛି? ଜ୍ୟୋତି କହିବେ, ମୋ ସାନ ବାବୁଙ୍କ ଦେହରେ ହାତ ବି ଲଗେଇବାକୁ ଚେଷ୍ଟା କରିବୁନି ପୂର୍ବୀ, ନହେଲେ କିଛି ବି ଠିକ୍ ହବନି। ତା ପରଦିନ ଘରେ ମେହେନ୍ଦୀ ବିଧି ହବ ଆଉ ଭଦ୍ରା କହିବେ, ଜ୍ୟୋତି ପୂର୍ବୀ ହାତରେ ମେହେନ୍ଦୀ ଲଗା। ଏହାପରେ ପୂର୍ବୀ ହାତରେ ଜ୍ୟୋତି ମେହେନ୍ଦୀ ଲଗେଇବେ ଆଉ ତାଙ୍କ ହାତ ଜଳି ଉଠିବ। ପୂର୍ବୀ କହିବେ, ଏ ଜ୍ୟୋତି ନିଶ୍ଚୟ ଏଥିରେ କିଛି ମିଶେଇଛି, ଏଥିରେ ନିଶ୍ଚୟ କେମିକାଲ ମିଶିଛି। ଏହାପରେ ପବନ ଚେକ୍ କରିବେ ଆଉ କହିବେ, ଭାଇ ଏବେ ଯାହା ବି କିଛି ହେଲା ଏଥିରୁ ସଫା ସଫା ଜଣା ପଡ଼ିଗଲା। ଏବେ ଏ ପରିବାରରେ ଏକାଠି ଆଉ ରହି ହବନି, କେବଳ ଏ ଗାଁରେ ଚଳିବନି। ଏବେ ଏ ଉଆସର ଭାଗବଣ୍ଟା ହବ।